ଆମେ ଏବେ ପୋଖରୀରେ ପଶିବା ପଦ୍ମ ତୋଳିବା ପାଇଁ, କିନ୍ତୁ ତା ପୂର୍ବରୁ ଭାବିବା ସେ ପୋଖରୀରେ ସାପ ନାହାନ୍ତି ତ? ସାପ ନାହାନ୍ତି କେଉଁ ଜାଣିଲେ? ଏମିତି ଜାଣିଲେ ଯେ ଭଞ୍ଜଙ୍କ ଲେଖା ମନେ ଅଛି? ମୋତେ ମନେ ପକାଇ କହିବେ ଇଏ ପୋଖରୀରେ ସାପ ନାହାନ୍ତି ବୋଲି। ଯେହେତୁ ପୋଖରୀରେ ପଦ୍ମ ଫୁଲ ଫୁଟିଛି ଆଉ ହଂସମାନେ ବୁଲୁଛନ୍ତି, ସେ ପଦଟା ମୁଁ କହିଦେଇଥିଲି, ଆପଣ ମୋତେ କହିବେ ପୋଖରୀରେ ହଂସ ବୁଲୁଛନ୍ତି, ପଦ୍ମ ଫୁଟିଛି, ତେଣୁ ସାପ ନାହାନ୍ତି। ଆମେ ଯେଉଁ ପୋଖରୀରେ ପଶିବା ଗ୍ରହ ନକ୍ଷତ୍ରପୂର୍ଣ୍ଣ ପୋଖରୀରେ ସାପ ଅଛନ୍ତି ନା ଅଶୁଭ ଗ୍ରହ ଅଛନ୍ତି ନା? ସେ କ୍ଷତି କରିବେ। ହେଲେ ଆମେ ଆଜି ଆରମ୍ଭ କରିବା 2 ତାରିଖ ରବିବାର ଅଛି, ଶନିବାର 2 ତାରିଖ ରବିବାର ସୂର୍ଯ୍ୟ ଉଦୟ ହେବେ 5ଟା 23 ପରେ, ସୂର୍ଯ୍ୟ ଅସ୍ତ ଯିବେ 6ଟା 21 ପରେ। ମନ୍ଦ ସମୟ ମାନେ ରାହୁ କାଳ, କ୍ଷତିକାରକ ସମୟ ହେଲା କେତେ? ଦିନ 4ଟା 42ରୁ 6ଟା 17 ଯାଏ। ହଁ ବନ୍ଧୁ, ଆଲୋଚନା କରିବା ମେଷ ରାଶି। 2 ତାରିଖ ରବିବାର ମେଷ ରାଶିର ଘାତ ବାର, ଦ୍ୱିଜା ନକ୍ଷତ୍ରର ରାତି 9ଟା 37 ପରେ ଅଶୁଭ। ଏମାନେ ପ୍ରୀତି ଫଳ ପାଇ ଖୁସି ହେବେ। ଦିନ 3ଟା 20 ଠାରୁ ମେଷ ରାଶି ପାଇଁ ଦୁଃସମୟ ଆସିଯିବ। ଦୂରଯାତ୍ରା ପାଇଁ ବାରଣ କରାଯାଇଛି। ଦୁର୍ଘଟଣା ଭୟ ଅଛି। ଖର୍ଚ୍ଚ କମାନ୍ତୁ, କାରଣ ଆୟ କମିଯିବ ଓ ବ୍ୟୟ ବଢ଼ିଯିବାର ସମୟ ଆସିଗଲା। ଦେହ ଖରାପ ହେବ, ବଡ଼ ଅଶାନ୍ତି ବୋଧ ହେବ। ମାତ୍ର ଦିନ 3ଟା 20 ଯାଏ ସର୍ବାଙ୍ଗୀନ ଉନ୍ନତି ହେବ। ପାରିବାରିକ, ଲୌକିକ, ସାମାଜିକ ଶାନ୍ତି ମିଳିବ। ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ଉପହାର ଓ ପ୍ରୋତ୍ସାହନ ଆଦି ମିଳିବ। ନବ ନିଯୁକ୍ତି ଭଳି ସୁସମ୍ବାଦ ମିଳିଯାଇପାରେ। ସୁସ୍ଥ ରହିବେ। ବନ୍ଧୁ ଶୁଣିବା ବୃଷ ରାଶି। 2 ତାରିଖ ରବିବାର ବୃଷ ରାଶି ରୋହିଣୀ ନକ୍ଷତ୍ରର ରାତି 9ଟା 37 ପରେ ଅଶୁଭ। ଏମାନେ ଆଜ ସୁଖ ତୋଳିବେ, ଝୁଲିବେ, ବୁଲିବେ, ମଜା କରିବେ। 24 ଘଣ୍ଟା ଏମାନଙ୍କର ଶୁଭ। ଯଦି ମାନସିକ ପ୍ରସ୍ତୁତ ହୋଇ ନିଷ୍ପତ୍ତି ନେବେ ଯେ ମୁଁ ଜଣେ ସଚ୍ଚା ମଣିଷ, କର୍ମ କରିବା ପାଇଁ ଏଠାକୁ ଆସିଛି, ତେବେ ରୁଚି ଅନୁସାରେ ମନ ଲାଖି କର୍ମ ଯୋଜନା ଅବଶ୍ୟ ହେବ। କୌଳିକ, ମୌଳିକ, ବୌଦ୍ଧିକ ସୁଖ ମିଳିବ। ଆର୍ଥିକ ବିକାଶ ହେବ। ଭଲ ଭାବରେ ସବୁ ପ୍ରକାର ଯୋଜନା ସଫଳ ହେବ। ଦେହ ମୁଣ୍ଡ ସୁସ୍ଥ ରହିବ। ଦିନ 3ଟା 20 ପରେ ରୋଜଗାର ବଢ଼ିଯିବ। ଲାଭ ମଧ୍ୟ ମନ ଛୁଆଁ ହେବ। ଆଜି ବଢ଼ିଆ ଦିନ ବୃଷ ରାଶି ପାଇଁ। ମିଥୁନ ରାଶି। 2 ତାରିଖ ରବିବାର ମିଥୁନ ରାଶି ଆର୍ଦ୍ରା ନକ୍ଷତ୍ରର ରାତି 9ଟା 37 ଠାରୁ ଅଶୁଭ। ଚେଷ୍ଟା କଲେ ଲାଭବାନ ହେବେ। ଦିନ 3ଟା 20 ପରଠାରୁ ଭାଗ୍ୟର ବି ଉଦୟ ହେବେ। ସମସ୍ତ ଯୋଜନା ସୁଚାରୁ ରୂପେ କାର୍ଯ୍ୟକାରୀ ହେବ। ଆୟ ଅମଳ ବଢ଼ିଯିବ। ମନ ଖୁସି ରହିବ। ଦେହ ଭଲ ରହିବ। ମୁଣ୍ଡ ଠିକ୍ଠାକ୍ କାମ କରିବ। ଆଉ ଦିନ 3ଟା 20 ଯାଏ ମାନବିକତା ଦୃଷ୍ଟିକୋଣରୁ ବିଚାର କରି ମୌନ ରହି ସ୍ୱକର୍ମ କରିଚାଲନ୍ତୁ, ନହେଲେ ଅପମାନିତ ହେବେ। ଏବେ ଆଲୋଚନା କରିବା କର୍କଟ ରାଶି। 2 ତାରିଖ ରବିବାର କର୍କଟ ରାଶି ପୁଷ୍ୟା ନକ୍ଷତ୍ରର ରାତି 9ଟା 37ରୁ ଅଶୁଭ। ବୃଥା ବ୍ୟୟ ହେବ। ଦିନସାରା ସୁଖର ନାଁ ଗନ୍ଧ ନାହିଁ। ବିବିଧ ଦୁଃଖ ଭିନ୍ନ ଭିନ୍ନ ସମୟରେ ଆସି ଦେହ, ମନ ଓ ମୁଣ୍ଡକୁ ବ୍ୟଥିତ କରିବ। ଆର୍ଥିକ ଅଭାବ ଦେଖାଦେବ। ମିଳିବାକୁ ଥିବା ଅର୍ଥ ଖାଲି ଆଗରେ ଝୁଲିବ, ମାତ୍ର ଆମେ ତାକୁ ଛୁଇଁ ପାରିବାନି କି ଦେଖିପାରିବାନି। ଶାରୀରିକ ଯନ୍ତ୍ରଣା, ମାନସିକ ଚାପ, ପ୍ରିୟଜନଙ୍କର ରୁକ୍ଷ ବ୍ୟବହାର ଆଦି ବାଧିବ। ଦୂରଯାତ୍ରା ନିଷେଧ। ଦୁର୍ଘଟଣା ଭୟ ଅଛି। ଦିନ 3ଟା 20 ପରେ ଯଦିଓ ଏ ସମସ୍ତ ସମସ୍ୟାରୁ ମୁକ୍ତ ମିଳିବ, ଅନ୍ୟ ଏକ ନୂତନ ସମସ୍ୟା ମୁଣ୍ଡ ଟେକିବ, ତାହା
ଅପମାନ। ଏଣୁ ଦିନ 3ଟା 20 ପରେ ଚୁପଚାପ ନିଜ କାମ କରିଚାଲନ୍ତୁ। କାହାକୁ କିଛି କହନ୍ତୁନି, ଆଗ ଚଲା କି ଆଗ ବୋଲା ହୁଅନ୍ତୁନି କି ପରାମର୍ଶ ଦିଅନ୍ତୁନି। ଯଦି ଦେବେ କରିବେ ତେବେ ଅପମାନ ପାଇବେ। ସିଂହ ରାଶି 2 ତାରିଖ ରବିବାର ସିଂହ ରାଶି ପୂର୍ବ ଫାଲ୍ଗୁନ ନକ୍ଷତ୍ରର ରାତି 9:37ରୁ ଅଶୁଭ। ଏମାନେ ଆଜି ସାହାଯ୍ୟ ସହଯୋଗ ପାଇବେ। ସାବଧାନ, ଦିନ 3ଟା 20 ଠାରୁ ଦୁଃସମୟ ଆସିବ, ଦୁର୍ଘଟଣା ଘଟିବ, ଦେହ ଅସୁସ୍ଥ ହେବ, ଆୟ ଅମଳ କମିଯିବ, ମନ ବାଉଳା ହେବ, ମିତ୍ର ଶତ୍ରୁତା ଆଚରଣ କରିବେ। ଯିଏ ସେ ଯାଏ ମାନେ ସୂର୍ଯ୍ୟୋଦୟ ଠାରୁ ଦିନ 3ଟା 20 ଯାଏ ତୁମର ସମସ୍ତ ସାମାଜିକ, ଲୌକିକ, ପାରିବାରିକ ଯୋଜନା ପରିପୂର୍ଣ୍ଣ ହେବ। ବୌଦ୍ଧିକ ଓ ଆର୍ଥିକ ବିକାଶ ହେବ। ଉଚ୍ଚ କୋଟିର ଆୟ ଅମଳ ହେବାର ସୁଯୋଗ ଆସିବ। ସୁଜ୍ଞାନୀ ଏହି ସୁଯୋଗର ସଦୁପଯୋଗ କରିବ। ଖାଲି କହିଦେଲେ କ'ଣ ହେଇଗଲା? କରି ଶୋଇଥିବା ସିଂହ ପାଟିରେ କ'ଣ ଆସି ପଶୁ ପଶିଯାଆନ୍ତି? ନା, ଅର୍ଥ ପାଇଁ ଉଦ୍ୟମ ଦରକାର, ବିଦ୍ୟା ପାଇଁ ଚେଷ୍ଟା ଦରକାର, ଯଶ ପାଇଁ କାମ ଦରକାର। 2 ତାରିଖ ରବିବାର କନ୍ୟା ରାଶି ହସ୍ତା ନକ୍ଷତ୍ର ରାତି 9:37ରୁ ଅଶୁଭ। ଏମାନେ ଆଜି ସୁକର୍ମର ଫଳ ପାଇଁ ସମ୍ମାନିତ ହେବେ। ଦିନଟି ସବୁ ଦିଗରୁ ଶୁଭ। ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ପାରିବାରିକ ସୁଖ, ଲୌକିକ ଆନନ୍ଦ, ସାମାଜିକ ଆଦି ସହଜ ଲବ୍ଧ ହେବ। ବିବିଧ କୌଳିକ, ମୌଳିକ ଓ ବୈଷୟିକ ଲାଭ ହେବ। ବ୍ୟବସାୟ, ବାଣିଜ୍ୟ, ବୃତ୍ତି, ବ୍ୟବସାୟ, ସେବା ଆଦିର ବିକାଶ ହେବ। ଅଧିକ ଅର୍ଥ ମିଳିବ, ସମ୍ମାନ ବି ମିଳିବ। ଆଉ ସବୁ ଭଲ, ମଙ୍ଗଳମୟ ଦିନ। କାହା ପାଇଁ? କନ୍ୟା ରାଶି ପାଇଁ। ଏବେ ବୁଝିବା ତୁଳା ରାଶି କଥା। 2 ତାରିଖ ରବିବାର ତୁଳା ରାଶି ମହିଳାଙ୍କର ଘାତଚନ୍ଦ୍ର। ଦୀର୍ଘ ଦିନର ଇଚ୍ଛା ଆଜି ପୂରଣ ହେବ ବା ଗବେଷଣାରୁ ସୁଫଳ ପାଇବେ। ରାତି 9:37 ପରେ ସ୍ୱାତି ନକ୍ଷତ୍ରର ଅଶୁଭ। ଆଜି ଏକ ମଧୁମଙ୍ଗଳ ଦିନ। କେବଳ ଅଦମ୍ୟ ଉଦ୍ୟମ ଦରକାର, ସଦିଚ୍ଛା ଦରକାର ଓ ପରୋପକାର ଭାବନା ଆସିଲେ ସମସ୍ତ ପ୍ରକାର କୌଳିକ ମୌଳିକ ସୁଖ ମିଳିବ। ଆର୍ଥିକ ଓ ବୌଦ୍ଧିକ ବିକାଶ ହେବ। ଲୌକିକ ଓ ସାମାଜିକ ସଦ୍ଭାବ ବଢ଼ିବ। ଏପରି ବିବିଧ ସୁଖ ଦିନ 3ଟା 20 ଯାଏ ମିଳିବ। ମାତ୍ର ତା ପରଠାରୁ ଇଏ ସୁଖ ଜାଗାରେ ଆଉ ଗୋଟିଏ ସୁଖ ମିଶିଯିବ। ତାହା ହେଲା ଲାଭ। ବିବିଧ ଲାଭ ହେବ। ସେ ଲାଭ କେଉଁ ପ୍ରକାରରେ ଆସିବ କିଏ ଜାଣେ? ହୁଏତ ଭଲ ମଣିଷ, ଭଲ ପଦାର୍ଥ, କିଛି ଅର୍ଥ, ଶୁଭ ଖବର, ଏମିତି ଲାଭ 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 ହେବ। ଏହି ଲାଭ ବିଷୟରେ ଜାଣି ଶୁଣି ବୁଝି ଆପଣ ବହୁତ ଖୁସି ହେବେ। ଏବେ ବୁଝିବା ବିଛା କଥା। 2 ତାରିଖ ରବିବାର ବିଛା ରାଶି ଅନୁରାଧା ନକ୍ଷତ୍ରର ରାତି 9:37 ପରେ ଅଶୁଭ। ମନାନ୍ତର ଯୋଗ ଅଛି। ଏଣୁ ବାକ୍ସଂଯମୀ ହୁଅନ୍ତୁ। ଦିନ 3ଟା 20 ଯାଏ ଖୁବ୍ ମନ୍ଦ ସମୟ। ଅସୁସ୍ଥ ହେବେ। ଆୟ ଦ୍ୱାର ବନ୍ଦ ରହିବ। ଦୁର୍ଘଟଣା ଘଟିବାରେ ହଜିଯିବ ବା ଚୋରି ହୋଇଯିବ ଗୃହର ଆସବାବପତ୍ର। ତୁମ ଚରିତ୍ରର ଦୋଷ ତ୍ରୁଟିକୁ ଲୋକମାନେ ଆଲୋଚନା କରିବେ। ଲୋକମାନଙ୍କ ଦୃଷ୍ଟିକୁ ଆସିଯିବ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ମାତ୍ର ଅପରାହ୍ନରେ ବନ୍ଧୁ ମିଳନ ହେବ। 3ଟା 20 ପରେ ମାନେ ଦିନ 3ଟା 20 ପରେ ବିବିଧ କୌଳିକ ମୌଳିକ ବୌଦ୍ଧିକ ଆର୍ଥିକ ଆନନ୍ଦ ମିଳିବ। ସେ ଯାଏ ଏସବୁ କିଛି ନାହିଁ। ଆୟ ଅମଳ ପାଇଁ ବାଟ ଖୋଲିଯିବ। 3ଟା 20 ପରେ ଉତ୍ତମ ଭୋଜନ ମିଳିବ। ମିତ୍ର ପାଖକୁ ଆସିବେ ଦିନ 3ଟା 20 ପରେ। ଏବେ ଧନୁରାଶି 2 ତାରିଖ ରବିବାର ଧନୁରାଶି ପୁରୁଷଙ୍କର ଘାତଚନ୍ଦ୍ର। ଅର୍ଥଲାଭ ଯୋଗ ଅଛି। ରାତି 9:37 ପରେ ପୂର୍ବାଷାଢ଼ା ନକ୍ଷତ୍ରର ଅଶୁଭ। ଦିନ 3ଟା 20 ପରେ ବଡ଼ ମନ୍ଦ ସମୟ ଆସିବ। ଦେହ ଖରାପ ହେବ। କୌଣସି କାର୍ଯ୍ୟ ହେବନି। ଆୟ ଅମଳ ବିଗିଡ଼ିଯିବ। ଦୁର୍ଘଟଣା ଭୟ ଅଛି।
ତୁମ ମାତାଙ୍କ ଦେହ ବି ଅସୁସ୍ଥ ହେବ। ଚୋରି ଭୟ ଅଛି। ମାତ୍ର ସୂର୍ଯ୍ୟୋଦୟ ଠାରୁ ଦିନ 3ଟା 20 ଯାଏ ସମସ୍ତ ପ୍ରକାର କୌଳିକ ମୌଳିକ ବୌଦ୍ଧିକ ଓ ଆର୍ଥିକ ବିକାଶ ଘଟିବ। ପାରିବାରିକ ଲୌକିକ ସୁଖ ଓ ଶାନ୍ତି ମିଳିବ। ରୋଜଗାର ପାଇଁ ବହୁ ସୁଯୋଗ ଆସିବ। ଖାଲି ଖଟିଲେ ଖାଇବେ, ଖାଇଲେ ପାଇଲେ ନାଇଲେ ଖୁସି ହେବେ। ମନେ ରଖିବେ, ଗାଈ ମୁହଁରେ କ୍ଷୀର। ଏବେ ମକର ରାଶି 2 ତାରିଖ ରବିବାର ମକର ରାଶି। ଆଜି ମାନସିକ ଉଦ୍ବେଗ ବଢ଼ିଯିବ। ଏମାନଙ୍କର ମାନସିକ ଉଦ୍ବେଗ ଦିନ 3ଟା 20 ପରେ ବହୁତ ଭଲ ସମୟ ଆସିବ। ଦିନ 3ଟା 20 ଯାଏ ଉଦ୍ବେଗ, ଏଟା ଏମିତି କାହିଁକି ହେଲା, ଏ କାମ କିଏ କଲା, ଇଏ କ୍ଷତି ତ ସମ୍ଭାଳି ହେବନି। ବଣ ପୋଡ଼ିଗଲେ ସଭିଏଁ ଜାଣନ୍ତି, ମନ ପୋଡ଼ିଗଲେ ଜାଣେ ଖାଲି ମନ। ଏଇଭଳି ସମୟ ଆସିବ ଦିନ 20 ଯାଏ। ଦିନ ସାରା ଦେହ ଭଲ ରହିବ, ମାତ୍ର ଦିନ 3ଟା 20 ଯାଏ ମନ ଭଲ ରହିବନି। ଭାଇ ବନ୍ଧୁ କୁଟୁମ୍ବରେ ଶାନ୍ତି ଭଙ୍ଗ ହେବ। ସମସ୍ତଙ୍କୁ ସନ୍ଦେହ ଲାଗିବ। ଅମଳରେ ଆୟ, ଅମଳରେ ବାଧା ବନ୍ଧନ ନାହିଁ। ମନ ଧ୍ୟାନ ଦେଇ କାମ କଲେ, କାହା କଥା ନ ଶୁଣିଲେ ଆୟ ବଢ଼ିଆ ହେବ। ତେଣୁ ବୁଦ୍ଧିମାନ ଲୋକ ଗୋଟେ କଥା ସବୁବେଳେ ମନେ ରଖନ୍ତି, ମାଇପି କଥା ଖଳ ବଚନ କେବେ ନ ଶୁଣିବ କାନେ। ହୁଁ କହୁଥିବ, ହାଁ କହୁଥିବ, ମନ ଦେଇଥିବ ଆନେ। ଏଇଭଳି ମନ୍ତ୍ରକୁ ସେ ଜପ କରନ୍ତି, କାହା କଥା ଶୁଣନ୍ତିନି। କୁମ୍ଭ ରାଶି 2 ତାରିଖ ରବିବାର କୁମ୍ଭ ରାଶି ଶତବିଶା ନକ୍ଷତ୍ରର ରାତି 9ଟା 37 ପରେ ଅଶୁଭ। ଏମାନେ ଆଜ ବଡ଼ ଆନନ୍ଦରେ ଦିନ ନେବେ। ଆଜି ଆପଣମାନଙ୍କର କଚ୍ଛେପ ବାର। କାହା କଥା କୁହାଯାଉଛି? କୁମ୍ଭ ରାଶି କଥା। ଆଜି ଆପଣମାନଙ୍କର କଚ୍ଛେପ ବାର। ଦର୍ପଣ ଦେଖନ୍ତୁ, ପୂର୍ବାପେକ୍ଷା ସୁନ୍ଦର ଦିଶୁଛନ୍ତି କି ନା। କାମ କରିବା ପାଇଁ ଆଜି ମନକୁ ଉତ୍ସାହ ଆସିବ, ବାହୁକୁ ବଳ, ମୁଣ୍ଡକୁ ବୁଦ୍ଧି ଆସିବ। ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ମନଲାଖି ସାଥୀ, ଖାଦ୍ୟ, ଧନ ଆଦି ମିଳିଯିବ। ଆୟ ଅମଳ ଦିଗ ପ୍ରଶସ୍ତ ଅଛି। ଗାଈ ମୁହଁରେ କ୍ଷୀର ନ୍ୟାୟରେ ଯଦି ମୁଣ୍ଡ ଖଟାଇ ଶ୍ରମଦାନ କରିବେ, ତେବେ ଏ ସବୁ ସୁଖ ଦିନ 3ଟା 20 ଯାଏ ପାଖରେ ରହିବ। ତାପରେ ମନ ଓଲିଆ ଗାଈ ପରି ହେବ। ଓଲେଇ ଗାଈ ଯେମିତି ଅସ୍ଥିର ହୁଏ, ମନ ସେମିତି ଅସ୍ଥିର ହେବ। ତେବେ ଆଉ କିଛି ସମସ୍ୟା ନାହିଁ, ଭଲ ଆୟ ହେବ। ଖାଲି ମନକୁ ବୁଝାଇ ପାଇଲେ ହେଲା। ମନକୁ କ'ଣ କହିବେ? ରେ ମନ ହ ଥଣ୍ଡା, ରାତି ଖାଇବୁ ଛେନାମଣ୍ଡା। ଏବେ ଆଲୋଚନା କରିବା ମୀନ ରାଶି କଥା। 2 ତାରିଖ ରବିବାର ମୀନ ରାଶି ଉତ୍ତର ଭାଦ୍ର ନକ୍ଷତ୍ରର ରାତି 9ଟା 37 ଠାରୁ ଅଶୁଭ। ଏମାନେ ଆଜି ଅସୁସ୍ଥ ରହିବେ। ଦିନଟି ଆଦୌ ଭଲରେ ଯିବନି। ମାତ୍ର ଦିନ 3ଟା 20 ପରଠାରୁ ପାଗ ବଦଳିଯିବ। ଭାଗ୍ୟର ବି ଉଦୟ ହେବେ। କ୍ରମଶଃ ମନ ଭଲ ଲାଗିବ। କାମ କରିବାକୁ ଉତ୍ସାହ ଆସିବ। କର୍ମ ଯୋଜନା ସଫଳ ରୂପ ନେବ। ରୋଜଗାର ହେବ। ପୂର୍ବାପେକ୍ଷା ସୁନ୍ଦର ଦିଶିବେ। ଛାତିକି ଦମ୍ଭ ଆସିବ। ମାତ୍ର ଦିନ 3ଟା 20 ଯାଏ ବିବିଧ ବ୍ୟାଧି ଭିନ୍ନ ଭିନ୍ନ ଅଙ୍ଗକୁ ପୀଡ଼ିତ କରିବ। ଆୟ ଅମଳ ନ ହୋଇ ବ୍ୟୟ ଅଧିକ ହେବ। ଦୁର୍ଘଟଣା ବି ଘଟିଯାଇପାରେ। ଦିନ 3ଟା 20 ଯାଏ ସାବଧାନ। ରହିଲି ବନ୍ଧୁ, ନମସ୍କାର। ଈଶ୍ୱର ଚାହିଁଲେ, ହଁ।